भारतीय जनता पार्टी दस मिसला कि मु तो जानी ଆପଣ ଜାଣିନାହାନ୍ତି କାଲି ତ ରାଜ୍ୟ ସଭାପତିଙ୍କ ସାଙ୍ଗେ ମିଶିଲେ କାହାର ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ମିଶିଲେ ମୁଁ ଜାଣି କିଭଳି ଦେଖୁଛନ୍ତି ବର୍ତ୍ତମାନ ସେ ତ ବିଜେଡିରେ ଥିଲେ ତା ପୂର୍ବରୁ ବିଜେପିରେ ଥିଲେ ମୋତେ ତା ବିଷୟରେ କିଛି ପଚାରନ୍ତୁ ନାହିଁ ମୁଁ ଜାଣିନି ସେ ମିଶିଲା କି ନ ମିଶିଲା ଆପଣ କହିବେ ସେ କ'ଣ ଇଏ ଉତ୍ତରଟାକୁ ଠିକ୍ ଭାବରେ ଦେଇପାରିବ ତାକୁ ପଚାରିଲେ ମୋତେ ଡକା ହେଇନି ମୁଁ ବି ଜାଣି ନାହିଁ ସେ ମିଶିଛି ବୋଲି ମୁଁ ଶୁଣୁଛି ଏସବୁ ଯୋଉଠି ଆଚ୍ଛା ଆମ ଏରିଆର ଲୋକ ବି କେହି ଯାଇନାହାନ୍ତି ଆଚ୍ଛା ଲୋକ କେହି ନାହାନ୍ତି ଏଇଥିରେ ଲୋକ ବି ମୋତେ କହିଥାନ୍ତେ ଯେହେତୁ ଆମ ଏରିଆ ଲୋକ ନାହାନ୍ତି ତା ପଥର ସବୁ ଖଡ଼ି ଖାଦାଲା ଦୁଇଟା ମଜୁରିଆ ମୂଲ୍ୟାଙ୍କୁ ଗୋଟେ ଗାଡ଼ି କରି ନେଇଛି ଆଚ୍ଛା ମୁଁ ଯାହା ଶୁଣୁଛି କେତେ ଦୂର ସତ୍ୟ ମୁଁ ଜାଣିନି ସେ ମିଶିଛି କି ନାହିଁ ମୋତେ ବି ଜଣା ନାହିଁ ଖଣି ଅଛି ଆଜ୍ଞା ତାଙ୍କର ଖଣି ଅଛି ହଁ ଆଉ କୁପାରୀ ଖଣି ତାର ନାହିଁ ନା ସେ କ'ଣ ନାହିଁ ଖଣି ଅଛି ମଣି ଅଛି ସବୁ ଅଛି ତା ପାଖରେ ଆଚ୍ଛା ତେଣୁ ମୁଁ ଜାଣିନି ସେଠି ମିଶିଥିବ କ'ଣ ହେଇଥିବ ତାର ଇଏ ଆମର କିଛି ଆମର ଶିମୁଳିଆ ଖଇରାରେ କେହି ଜାଣିନାହାନ୍ତି ତା ଭିତରେ ନୋ ରିଆକ୍ସନ୍ ଆଉ କ'ଣ ଅଛି ତାଙ୍କ ଜମି ଅଛି 200-400 ଏକର ଜମି ଭୁବନେଶ୍ୱର ବର୍ତ୍ତମାନ ସବୁ ଡିସ୍ପ୍ୟୁଟେଡ୍ ଲ୍ୟାଣ୍ଡ ଆକ୍ୱିଜିସନ୍ ଯୋଉଟା ଆଇ ଡୋଣ୍ଟ ଲାଇକ୍ ଟୁ ସେ ଏନିଥିଙ୍ଗ ଏଗେନ୍ଷ୍ଟ ହିମ୍ ବଟ୍ କ୍ୱେଶ୍ଚନ୍ ମୁଁ ଏ ମିଶ୍ରଣ ପର୍ବରେ ମୁଁ ଯାଇନାହିଁ କି ଜାଣିନି ମୁଁ ଏ ଶୁଣୁଛି ସେଥିରେ ମୋର କିଛି କମେଣ୍ଟ ଦେବା ଦରକାର ଆପଣଙ୍କୁ ସହମତି ନିଆଯାଇଥିଲା ଯେହେତୁ ନା ମୋ ସହିତ କେହି ନେଇନାହାନ୍ତି ସିନିୟର ବିଧାୟକ ଜଣେ ଆପଣ କେମିତି ଆପଣ ସହମତି ନେଲେନି ଦଳ ସମସ୍ତେ ତ ମୁଁ ଜାଣିନି ଏପର୍ଯ୍ୟନ୍ତ ମୋତେ କେହି ପଚାରିନି ଆଚ୍ଛା ଜିଲ୍ଲା ସଭାପତି ମିଶ୍ରଣ ବେଳେ ବାଲେଶ୍ୱର ଜିଲ୍ଲା ସଭାପତି ଈଶ୍ୱର ବେହେରା ସିଏ ମୋତେ କହିଲେ ନନା ଆପଣ କ'ଣ ଖବର ରଖିଛନ୍ତି ନା ତ ନା ମୋତେ ଡାକିଥିଲେ ମୁଁ ମନା କରିଦେଲି କହିଲି ଗୋଟେ ସୁନ୍ଦର ସଂଗଠନଟାକୁ ନଷ୍ଟ କରିବାକୁ ଯିବିନି ତାର ଏଠି କ'ଣ ଭୋଟିଂ ବୁଝିଛି ତାକୁ ଏଠି କରିବ ତାର ଇଏ କ'ଣ କେହି ଲୋକ ଅଛନ୍ତି ତା ଘର କ'ଣ ସେଇଠି ତାକୁ ସମସ୍ତେ ଗତ ଥର ସେଠି ଯେ ଇଏ କହୁଥିଲା ଯେ ସେ ଯେତେବେଳେ ବିଜେଡ଼ିରେ ମିଶିଥିଲା ଜ୍ୟୋତିପାଣିରେ MLA ଥିଲା ଜ୍ୟୋତିପାଣି ତାକୁ କହୁଥିଲା ସାଇବେରିଆନ୍ ପକ୍ଷୀ କାହାକୁ ତା ଘର ନୁହେଁ ଆମ ଏରିଆରେ ତା ଘର ବି କେଉଁଠି କେହି କହିପାରିବେନି ସେ ରହୁଛି ଭୁବନେଶ୍ୱରରେ ତେଣୁ ସିଏ ମୁଁ ଏଥିରେ ଯେଉଁ ଷ୍ଟେଟମେଣ୍ଟ ଦେଇଛି ଇଏରେ କେଉଁଠି ମାନେ ବିଭିନ୍ନ ଇଏରେ ମୁଁ ଶୁଣିଛି ଜ୍ୟୋତିପାଣିରେ ମାନେ ଯେଉଁ ଟିଭିର ଯେଉଁ ଭାଷଣ ଦେବା ଶଶୀ ବିରୁଦ୍ଧରେ ନିଜେ ଇଏ ଜ୍ୟୋତିପାଣିରେ କହିଲା ସିଏ ହେଉଛି ସାଇବେରିଆନ୍ ପକ୍ଷୀ ଏବେ ଏବେ କ'ଣ ଆପଣ ସେ ସାଇବେରିଆନ୍ ପକ୍ଷୀ ଆଉ ସେ ସାଇବେରିଆନ୍ ପକ୍ଷୀ ନୁହେଁ ଆଉ କ'ଣ ସେ ଆଚ୍ଛା ତା ଘର ଆମ ଏରିଆରେ କି ଆଚ୍ଛା ନା ଶିମୁଳିଆର ନା ଖଇରାର ଏବେ ତ ସିଏ ଆପଣଙ୍କ ଦଳକୁ ଆଇଲେଣି ଆପଣଙ୍କ ସାଙ୍ଗେ ରହିବେ ବୋଲି କହୁଛନ୍ତି ସେ ମୋ ସାଙ୍ଗରେ ରହିବା ମୁଁ ଜାଣିନି ସେ ଆମ ଦଳକୁ ଆସିଛି ସିଏ ଯଦି କହିବେ ରହିବେ ଆପଣ ସିଏ କେମିତି କହିବେ ମୋ ଦଳର ମିଶା କଥା ତାର ମନମୋହନ ସାମଲ ଅଛନ୍ତି ରାଜ୍ୟ ସଭାପତି ସିଏ କହିବେ ନା ମୁଁ କହିବି ସିଏ ତ ମିଶେଇଲେ ସେ ମିଶାଇଲେ ସିଏ କୁହନ୍ତୁ କାହିଁକି ମିଶାଇଲା ବେଳେ ତ ମନମୋହନ ସାମଲ ମୋତେ ଡାକିଲେନି ଜିଲ୍ଲା ସଭାପତି ଡାକିଲେନି ଆମ ଦୁଇଟା ବ୍ଲକର ଚେୟାରମ୍ୟାନ୍ ଅଛନ୍ତି କାହାକୁ ଡାକିଲେନି ଯେତେ ସରପଞ୍ଚ ସମିତି ଅଛନ୍ତି ଡାକିଲେନି ଜିଲ୍ଲା ପରିଷଦ ଯେତେ ଥିଲେ ତାକୁ ଡାକିଲେନି ସିଏ ମିଶୁଛୁ ବୋଲି ଆମେ ଶୁଣୁ ଆପଣ ଗ୍ରହଣ କରିବେନି ମୁଁ ସେଟା କହିପାରିବିନି ବର୍ତ୍ତମାନ ମୋର ମୋ ସହିତ ମୋ ପାଖକୁ କଥାଟା ଆସେନି ମୁଁ କାହିଁକି ଏବେ ବର୍ତ୍ତମାନ ସିଙ୍ଗୁଳିଆ ନିର୍ବାଚନ ମଣ୍ଡଳୀରେ ଦୁଇଟା ନେତା ଏକ ହେଇକି ରହିବେ ନା ଅଲଗା ଅଲଗା ସେ ପ୍ରଶ୍ନ ମୋତେ ପଚାରନ୍ତୁ ମୁଁ ତାର ଉତ୍ତର ମୁଁ ଦେଇପାରିବିନି ସେ କେତେବେଳେ ବିଜେପିର ଥିଲା ପୁଣି ଗଲା ବିଜେପିରୁ ଧକ୍କା ଖାଇକି ଯାଇଥିଲା ଯାଇକି ମିଶିଥିଲା ବିଜେଡ଼ିରେ ପୁଣି ଧକ୍କା ଖାଇ ଫେର ବିଜେପି କାହିଁ ମୁଁ ଯାହା ଶୁଣୁଛି ମୁଁ ଗତ ଥର ମୋ ସହିତ ସେ ଲଢ଼େଇ କରୁଥିଲା ବିଜେଡ଼ି ବୁଝିଲେ ଆପଣ ସାଙ୍ଗେ ଯଦି ମିଶିବେ ସେ ଆସିକି ମୁଁ କାହିଁକି ଯଦି ଆସିବେ ମିଶିବ ତାର ଉତ୍ତରଟା ମୁଁ କ'ଣ ଦେବି କହିଲି ହେଲେ ଏବେ କ'ଣ ଆପଣ ବହୁତ କାଇଦାରେ ମୋତେ ପଚାରୁଛନ୍ତି ଏବେ କେମିତି ଦେଖୁଛନ୍ତି ମୋର କିଛି ଦେଖିବାର ନାହିଁ ସେ ବୁଝିବାର ନାହିଁ କି ଆମର କିଛି କ୍ଷତି ହେବାର ନାହିଁ କି ଆମେ ସେମିତି ଚିନ୍ତିତ ଆପଣ ଭାବୁଛନ୍ତି କି ଶଶୀ ସାହୁ ଆସିଲା ପରେ ଆମ ସଂଗଠନ ଆହୁରି ଅଧିକା ହେବ ସଂଗଠନ ବଢ଼ିବ ମୁଁ ସେ ବିଷୟରେ କିଛି ମନ୍ତବ୍ୟ ଦେବାକୁ ଚାହେଁନି